ଶୀତୁଆ ରାତିକୁ ଅନ୍ଧାର ରାତିରେ ଜଗୁଛନ୍ତି ଚାଷୀ ଫସଲକୁ ଫସଲକୁ ନଷ୍ଟ କରୁଛି ବାରହା ଓ କୀରା ଆଉ ବନ୍ୟଜନ୍ତୁ। ରାତିରେ ଆମେ ଯାଇ ପହଞ୍ଚିଥିଲୁ ଜୟପୁର ଗ୍ରାମର ଚାଷୀମାନଙ୍କ ପାଖରେ, ଯେଉଁ ଚାଷୀମାନେ ରାତ୍ରରେ ନିଆଁହୁଳା ବାଣ ଓ ଡବାରେ ଶବ୍ଦ କରିକିରି ବାରିହାକୁ ଉଡଉଛନ୍ତି। ତ କ'ଣ ଅସୁବିଧା ଏମିତି ହେଇଛି ଯେ ବାରିହାକୁ ରାତିରେ ଉଡେଇବାକୁ ପଡୁଛି ଏତେ ରାତିରେ? ଆପଣଙ୍କ ପ୍ରତି ବିପଦ ଥାଇକି ମଧ୍ୟ ଆଜ୍ଞା ବିପଦ ଥାଇକିରି ବୋଇଲେ ଆମେ ପେଟ ପୋଷିବା ପାଇଁ ବୋଲିକିରି ସରକାର ତ କିଛି ପଦକ୍ଷେପ ନେଲାନି। ଆଉ ଆମେ ରାତି ଯାକ ସାରା ବୁଲିକିରି ଘୁରୁଛୁ। ବାରହା ତ ପହିଲେ ଗୋଟେ ଦିନ ଭିତରେ ଗୋଟେ ଘଣ୍ଟାଟେ ଭିତରେ ତାଙ୍କେ ଧ୍ୱସ୍ତ କରିଦେଉଛି ଏଠି ଭରଣ ଭରଣ ସଂଖ୍ୟା। ଆଉ କ'ଣ କରିବୁ ଆମେ? ତା ପାଇଁ ବୋଲିକି ଆମେ ହାରି ମାରି କରିକି ଘୋଡ଼ା ଘୋଡ଼ି କରୁଛୁ ରାତି ଅନିଦ୍ରା ହେଇକିରି ବୁଲିକିରି ଚାରିଆଡ଼େ ଜଗିକିରି ବାଣ ଫାଣ ନିଆଁ ହଳା କରିକିରି ଧୁନି କରିକିରି ରାତିରେ ଶୋଉଛୁ ପଦର ଭିତରେ ଶୋଇକିରି ଏ ଶୀତ କାକରେ ହେଲେ ଶୋଇକିରି ଜଗା ହଉଛି। ବାରହାକୁ ଓଡ଼ିବା ପାଇଁ ଆଜ୍ଞା ଡାବା ଧରିକି ଯାଉଛୁ, ଆଉ ଠେଙ୍ଗା ସେ ନଳରେ ଟାଇରି ବାନ୍ଧିକିରି ନିଆଁ ହୁଳା କରିକି ଦେଖାଉଛୁ, ବୁଝିଲ। ଆଉ ବାଣ ହେଲେ ଫୁଟଉଛୁ, ହାରିଅ କରୁଛୁ, ତଣ୍ଟି ବି ବସି ଯାଉଛି। ବିଲରେ 4 ରାଉଣ୍ଡ ପୁରା ବୁଲୁଛୁ, ଏ ଡାବା ଏମିତି ସାଉଣ୍ଡ କରିକି ବାଡ଼ଉଛୁ। ହଁ, ଘରେ ହେଲେ ଗୋଟାଣା ଏତେବେଳେ ଯିଏ ଆସିଲେନି ବୋଲି କହିଲେ ହେଲେ ଗୋଟାଣା ହେଲେ 10ଟା 11ଟାକୁ ଆଣିବେ। ରାତି ଖାଇକିରି ଏଠି 5ଟି ଶାଲ ଧରିକିରି ଏଠୁ ସବୁ ରହୁଛୁ। ଆଉ ବିଲୁଆ ହେଲେ ଖାଉଛି, ବିଲୁଆ ବାରା ମାଙ୍କୁଡ଼ ତ ପ୍ରବଳ। ଆଉ ଘର ତ ବାରିଆଡେ ପଇକି ଦାଣ୍ଡ ଆଡେ ବାହାରି ପଡୁଛି। ଆଉ କାହାକୁ କହୁ କ'ଣ? ଏଥିପାଇଁ ସରକାର ଉଚିତ ପଦକ୍ଷେପ ନେଇ ଏମାନଙ୍କ କ୍ଷତିପୂରଣ କରିବା ଦିଗରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆସ୍କାରୁ ମନୋଜ ମୁନି, OTV। Oh, yeah!